ଅପରାଜିତାର ଆଜି ମନେ ପଡ଼ିଯାଉଛି ତାର ସେହି ପିଲାଦିନ କଥା। ଛୋଟ ଛୁଆଟିଏ ହୋଇଥାଏ, ସାଙ୍ଗସାଥୀଙ୍କ ମେଳରେ ଲୁଚୁକାଳି ଖେଳ ଖେଳୁଥାଏ। ଦୁର୍ଭାଗ୍ୟବଶତଃ ସେ ଗାଁର କୂଅ ଭିତରେ ଗଳି ପଡ଼ିଛି। ଗାଁ କୂଅର ପାଣି ପୂର୍ଣ୍ଣ ହୋଇ ରହିଥାଏ, ଆଉ ତା ଭିତରେ ଅପରାଜିତା ଉବୁଟୁ ହେଉଥାଏ ଏବଂ ହାଉଳେଇ ମଧ୍ୟ ହେଉଥାଏ। ଠିକ୍ ସେହି ସମୟରେ ଆଖି ପଡ଼ିଯାଇଛି ତା ଧୂଷା ମଉସାର। ଅପରାଜିତାର ଚୁଟିକୁ ଦେଖିଛି ସେ, ଆଉ ଚୁଟିକୁ ଧରି ଉପରକୁ ଉଠାଇ ଆଣିଛି। ଯାହା ହଉ, ମରୁ ମରୁ ବଞ୍ଚିଯାଇଛି ଅପରାଜିତା। କେବଳ ଏହା ଗୋଟିଏ ଘଟଣା ନୁହେଁ, ଥରେ ତାକୁ ଗୋଟିଏ ବୁଢ଼ା ସାପ କାମୁଡ଼ି ଦେଇଛି ତାର ପାଦକୁ। ପାଦରୁ ପୁଳାଏ ମାଉଁସ ଉଠେଇ ନେଇଛି। ପାଦର ହାଡ଼ ଦେଖାଯାଉଥାଏ। ବହୁ କଷ୍ଟରେ ତାହା ଭଲ ହୋଇଛି। ସତେ ଏମିତି ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଛି ଅପରାଜିତା। ତାହା ତାରି ପରିବାର ଏବଂ ସାହି ଭାଇଙ୍କ ପାଇଁ। ଆଜି ସେ ସେମାନଙ୍କୁ ଛାଡ଼ି ଚାଲିଯିବ ଅନେକ ଦୂରକୁ ଆଉ ଦୂରକୁ। ତାର ସାଙ୍ଗ ଭଳି ଭଉଣୀକୁ ଛାଡ଼ି ଚାଲିଯିବ, ଯାହାକୁ ସେ ଏତେ ଭଲ ପାଏ। ତାର ପ୍ରତ୍ୟେକ ପ୍ରେମ କାହାଣୀର ମୁକସାକ୍ଷୀ ହେଉଛି ସେହି ଭଉଣୀ, ଯାହା ସହିତ ସେ ତାର 23 ବର୍ଷ ବିତେଇ ଦେଇଛି। ଅନେକ ହସ ଖୁସି ମଜା ଆଉ ମସ୍ତି କରିଛନ୍ତି। ସାଙ୍ଗ ଭଳି କଥା ହୋଇଛନ୍ତି, ଶତ୍ରୁ ଭଳି କଜିଆ କରିଛନ୍ତି। ଅନେକ ଥର ପରସ୍ପର ଭିତରେ କଟି ମଧ୍ୟ ପକାଇଛନ୍ତି, ଆଉ ପୁଣି ଏକାଠି ବି ହୋଇଛନ୍ତି। ତାର କୌଣସି ହିସାବ ନାହିଁ। ଆଉ ଭାଇ କଥା ନ କହିଲେ ଭଲ। ସାନ ଭାଇଟା ହେଉଛି ତାର ଜୀବନ। ପୁରୀ ବଡ଼ଦାଣ୍ଡରେ ଦୁଇ ଭାଇ ଭଉଣୀ କେତେ ବୁଲିଛନ୍ତି, ଚାଟ୍ ଚାଉମିନ ଖାଇଛନ୍ତି, ସାଙ୍ଗ ହୋଇ ଡ୍ରେସ୍ କିଣିଛନ୍ତି। ତାର କୌଣସି ହିସାବ ନାହିଁ। ଅଭିଳାଷର ରାଣ ପକାଇ ସାନ ଭାଇଟା ତାଠାରୁ କେତେ ଫାଇଦା ଉଠେଇଛି, ତାହା ଅପରାଜିତାର ବି ମନେ ନାହିଁ। ଅଭିଳାଷକୁ ଫୋନ୍ ଟିକେ କରିବା ପାଇଁ ସାନ ଭାଇକୁ ଲାଞ୍ଚ ଦେବାକୁ ପଡ଼ିଛି। ଅପରାଜିତାର ନିଦ ଭାଙ୍ଗେ ଅଭିଳାଷର ଫୋନ୍ରେ। ଏକ ନିର୍ଦ୍ଦିଷ୍ଟ ସମୟ, ନିର୍ଦ୍ଦିଷ୍ଟ ରିଙ୍ଗଟୋନ୍। ଆଶିଷ ଅପେକ୍ଷା କରି ବସିଥାଏ ଏହାରି ସୁଯୋଗକୁ। ଫୋନ୍ ତାର ନିଜ ନିୟନ୍ତ୍ରଣକୁ ନେଇଯାଏ, ଆଉ ଅଭିଳାଷର ନାଁ ନେଇ ଅପରାଜିତାକୁ ଚିଡ଼େଇବାକୁ ଆରମ୍ଭ କରେ। ଅଭିଳାଷ ବିରୁଦ୍ଧରେ ସାମାନ୍ୟ ପଦେ ଶୁଣିଲେ ହିଂସ୍ର ହୋଇଯାଏ ଅପରାଜିତା। ଏଇଥିପାଇଁ କେତେଥର ଯେ ଥାଳି ଫୋପାଡ଼ା ହୋଇଛି ତାର କୌଣସି ହିସାବ ନାହିଁ। ହେଲେ ଅଭିଳାଷ ପ୍ରତି ତା ମନରେ ଥିବା ବ୍ୟାକୁଳତାକୁ କେବେ ସେ ଲୁଚେଇ ପାରିନି। ଆଉ ଆଜି ସେ ଅଭିଳାଷ ପାଖକୁ ଯିବ, ତା ପରିବାରର ସମସ୍ତଙ୍କୁ ଦୂରେଇ ଦେଇଯିବ। ଅଭିଳାଷକୁ ପାଇବାର ଆନନ୍ଦ ଆଉ ପରିବାରକୁ ଛାଡ଼ିବାର ଆଶା ଭିତରେ ସେ ବର୍ତ୍ତମାନ ଦ୍ୱୈତପଥରେ ରହିଛି। ପ୍ରକୃତରେ କ'ଣ କରିବ? କେମିତି ସେ ଭୁଲିବ ତା ପରିବାରକୁ? କେମିତି ସେ ଆପଣେଇ ନେବ ସେ ଅଭିଳାଷର ପରିବାରକୁ? ଗୋଟିଏ ନାରୀର ଚରିତ୍ର ଏଇଠି ବିଶ୍ଳେଷଣ କରାଯାଏ, ଯେଉଁଠି ଗୋଟିଏ ପରିବାରରୁ ଯାଇ ଆଉ ଗୋଟିଏ ପରିବାରରେ ମିଶେ। 20ରୁ 25 ବର୍ଷ ଗୋଟିଏ ପରିବାରରେ ରହିଲା ପରେ ସେ ପରିବାରକୁ ଏକା କରିଦେଇ ସେ ଚାଲିଯାଏ ଆଉ ଗୋଟିଏ ନୂଆ ପରିବାରକୁ, ଯେଉଁଠି ସେ ହୋଇଯାଏ ନୂଆ ଅତିଥି, ଯେଉଁଠି ସୃଷ୍ଟି ହୁଏ ତାର ପରିଚୟ। ବର୍ତ୍ତମାନ ଅପରାଜିତାର ପରିଚୟ ସୃଷ୍ଟି ହେବ ଅଭିଳାଷର ଘରେ। କେମିତି ଥିବ ତା ପରିବାର? କେମିତି ଥିବେ ତା ବାପା ମା ଭାଇ ଭଉଣୀ? କେମିତି ଗଢ଼ି ଉଠିବ ଅଭିଳାଷ ଅପରାଜିତାର ସମ୍ପର୍କ? ଏଭଳି ଏକ ସନ୍ଧ୍ୟାନ ପରିବେଶରେ ଅପରାଜିତାର ସ୍ୱପ୍ନ ଅପେକ୍ଷା କରିଥାଏ ଆସନ୍ତାକାଲିକୁ। ଧନ୍ୟବାଦ।